नमस्कार बंधुगण, जय माँ बिरजा आमर यही चैनल आपण मानक स्वागत। आज आपण मानक पई प्रस्तुत बिरजा पुराण। यह पाठ कले बा श्रवण कले अपार आध्यात्मिक और सांसारिक शुभफल प्राप्ति होइथाय। ओडिशार पवित्र शक्तिपीठ जाजपुर बिरजा क्षेत्र एवं अधिष्ठात्री देवी माँ बिरजांक महिमा उपरे आधारित एही पुराण। एही पुराण पठन बा श्रवण करिबा द्वारा मनुष्यर अजाणतरे होइथिबा समस्त पाप नाश होई आत्मा शुद्ध होई जाए। एही पुराण पठन बा श्रवण द्वारा अश्वमेध यज्ञ और गैया श्राद्ध सदृश महापुण्य फल मिलिथाए। परिवार थिबा नकारात्मक शक्ति दूर हुए, सुख शांति धन और प्रतिष्ठा वृद्धि हुए। माँ बिरजांक कृपारू भक्तर सब मनस्कामना पूर्ण हुए, रोग एवं भयरू मुक्ति मिलिथाए। तेबे आसंतो आरंभ करिबा श्री श्री बिरजा देवी महापुराण। चैनल जदि नुआ अछंती चैनल टिकु सब्सक्राइब करने को अनुरोध। कमेंट बॉक्स रे जय माँ बिरजा लेखिबाकू जमा भी कुंठाबोध करिवेनी। आसंतो एबे आरंभ करिबा बिरजा महापुराण। आजर विषय रही ब्रह्मांकर यज्ञ और बिरजांक आविर्भाव। शुणुथिबे साधु जन होई धीर मती, बिरजा पुराण एही अपूर्व भारती। मेद मेदिनी ब्रह्मांड होइला स्थिर, जीव सरजना चिंता कले वेद बर। कि भावे सृजिबे जीवन पाइले पथ, वीर समनरे तहु हेले संतापित। अनादि परम पादे लय लगाइले, मुद्रित नयने ध्याने स्तुति आरंभिले। भोदेव परम पिता परम कारण, अधम संताने बारे कर परित्राण। तुमरी सुदया बळे मेद ब्रह्मांड, अथल जलरे स्थिर पाई ब्रह्मदंड। शून्य ब्रह्मांड मध्यरे जीव सरजना, कि भावे होइब देवत करुणा बिना। निमित्त मातर मुहि तोर दया बळे, सृजिकी पारिबी सृष्टि ए मही मंडले। स्थावर जंगम कीट आदि चारि खानी, सृष्टि विकास निमंते करुछि दयिनी। तोहि नाथ जगन्नाथ अनादि कारण, अबोध संताने देव कर परित्राण। तोह बिना शक्तिहीन मुहिहीन बल, सुदया करंतु बारे देव आदि मूल। ए भावे अनेक स्तुति कले वेद बर, संतोष होइले ताहा जानी निराकार। महाशून्य मंडलरू हेला शून्य बाणी, सावधान शुण वत्स सृष्टिर कारिणी। महाशक्ति आदि माता जननी तुम्भर, से पादे लगाओ लय मानि बोल मोर। जोग रूपा जोग माया सुदया करिले, जीव सरजना पथ पाइबु तो भले। ए बाणी श्रवणे तहु बेगे वेद बर, प्रणमिले शून्य पादे होई नत शिर। पद्म पाणी ब्रह्मा तहु मनरे भाळई, पिता को सुमरी माता मनु भूलिलई। पिता माता आशीषरे पुत्र सुखी हुए, पिता माता आशीषरे विघ्न दूर हुए। पितृकार्य समापन कारण निमंते,
ମାତାଙ୍କ କରୁଣା ବାରି ସହାୟ ନିଶ୍ଚିନ୍ତେ। ମୁହିଁ ହୀନମତି ଜନନୀଙ୍କୁ ଯେ ନ ଲୋଡ଼ି ପିତୃକାର୍ଯ୍ୟ ସମାପନେ ଅଛି ଅଣ୍ଟା ଭିଡ଼ି। ନିଜକୁ ଧିକାରି ଧାତା ଧ୍ୟାନରେ ବସିଲେ ଆଦ୍ୟ ସନାତନୀ ପଦ୍ମ ପାଦକୁ ସ୍ମରିଲେ। ନମସ୍ତୁତେ ମହାମାଇ ଆଦ୍ୟା ସନାତନୀ, ନମସ୍ତୁତେ ମହାମାଇ କରୁଣା ଦାୟିନୀ। ନମସ୍ତୁତେ ମହାମାଇ ନମୋ ନାରାୟଣୀ, ନମସ୍ତୁତେ ମହାମାଇ ସଙ୍କଟ ତାରିଣୀ। ନମସ୍ତୁତେ ମହାମାଇ ବିଘ୍ନ ବିନାଶିନୀ, ନମସ୍ତୁତେ ମହାମାଇ ବିପଦ ଭଞ୍ଜନୀ। ନମସ୍ତୁତେ ମହାମାଇ ଅରକ୍ଷ ରକ୍ଷଣୀ, ନମସ୍ତୁତେ ମହାମାଇ ତ୍ରିତାପହାରିଣୀ। ନମସ୍ତୁତେ ମହାମାଇ ନମୋ ଆଦ୍ୟା ଶକ୍ତି, ନମସ୍ତୁତେ ମହାମାଇ ତୁ ହି ଗତି ମୁକ୍ତି। ଅବୋଧ ସନ୍ତାନେ ମାଗ କ୍ଷମା ଅପରାଧ, ପିତୃକାର୍ଯ୍ୟ ସମାପନେ ନଦୀ ସଇ ପଥ। ଅଧମ ସନ୍ତାନେ ମାତ ବାରେ ଦୟା କର, ଦର୍ଶନ ଦେଇ ମୋର ଚିତ୍ତୁ ଭୀତ ହର। ଏଭାବେ ଅନେକ ସ୍ତୁତି କଲେ ବେଦପତି, ସନ୍ତୋଷ ହୋଇଲେ ତହୁଁ ମାତ ଆଦ୍ୟ ଶକ୍ତି। ସନ୍ତାନ ବଛଳା ମାତ ରହି ନ ପାରିଲେ, ବେଦବର ସମୀପରେ ଯାଇ ଉଭା ହେଲେ। କିମ୍ପାଇଁରେ ବଛ ତୁହି ଚିନ୍ତା କଲୁ ମତେ, କିବା ଦୁଃଖ ଅଛି ବାବୁ କହିବୁ ତୁରିତେ। ମାତାଙ୍କ ବଚନେ ଦେବ ଉଠିଲେ ତଡ଼ତି, ଜନନୀ ପାଦ ଯୁଗଳେ ବାଢ଼ିଲେ ପ୍ରଣତି। ପୁଣି ବେନି କର ଯୋଡ଼ି କରନ୍ତି ମିନତି, ସୁଦୟା ବହିଣ ମାତ ଶୁଣ ମୋ ଭାରତୀ। ପିତାଙ୍କ ଆଦେଶେ ମାତ୍ର ବ୍ରହ୍ମାଣ୍ଡ ସ୍ଥାପିଲି, ମେଦ ବ୍ରହ୍ମାଣ୍ଡ ସ୍ଥିର ଦଣ୍ଡେ ସ୍ଥିର କଲି। ସେ ବ୍ରହ୍ମାଣ୍ଡେ ପିଣ୍ଡ ଜୀବ ସରଜନା ପାଇଁ, ପିତାଙ୍କ ଆଦେଶ ମାତ ଅବଜ୍ଞା ନୁହଁଇ। ଜୀବ ସରଜନା ହେବେ କେମନ୍ତେ ମହିରେ, ବୁଦ୍ଧି ନ ଆସଇ ମାତ କହିଲି ଛାମୁରେ। ଅବୋଧ ସନ୍ତାନେ ମାତ ବାରେ ଦୟା କର, ପିତୃ ଆଜ୍ଞା ପାଳନରେ କରୁଣା ତୋର। ତୋ କରୁଣା ବିନା ମାତ ନ ପାରିବି ମୁହିଁ, ତେଣୁ ସୁମରଣା ମାତ ତତେ କରିଲଇଁ। ଗୋଟି ଗୋଟି କରି ଯେବେ ଦେବୁ ତୁ ବତାଇ, ତୋର ଆଜ୍ଞା ମାତେ କାର୍ଯ୍ୟ କରିବି ଗ ମୁଇଁ। ବ୍ରହ୍ମାଙ୍କ ବଚନ ଶୁଣି ଦେବି ମହାମାଇ, ବୋଲନ୍ତି ବଚନ ଶୁଣ ପୁତ୍ର ମଣି ତୁଇ। ସୃଷ୍ଟି ସରଜନା ଜୀବ ଜଗତ କଳ୍ପନା, ସବୁରି ମୂଳରେ ଆଦି ମୂଳ ବ୍ରହ୍ମ ସିନା। ତାହାର କାରଣ ବାବୁ କହୁଛି ବୁଝାଇ, ସୃଷ୍ଟି ତତ୍ତ୍ୱ କଥା ଏହି ଶୁଣ ମନ ଦେଇ। ଅନାଦି ପରମ ତତ୍ତ୍ୱ ସୃଷ୍ଟି କର୍ତ୍ତା ବ୍ରହ୍ମା, ଧର୍ମ ଦିବ୍ୟ ଚିନ୍ତା ଉତ୍ତପତିର ଉପମା। ଯାହାଙ୍କ ଦୟାରୁ ସୃଷ୍ଟି ହୋଇଅଛ ତୁମ୍ଭେ, ସେହି ନିର୍ମାଣର ସଂଜ୍ଞା ଆନ ନୁହେଁ କେବେ। ନିର୍ବିକାର ନିରାକାର ପରମାତ୍ମା ସେହି, ସୃଷ୍ଟି ନିର୍ମାଣର ଶକ୍ତି ବ୍ରହ୍ମାରେ ବୋଲାଇ। ଏହି ଶକ୍ତି ମହାଶକ୍ତି ନାମେ ଦୁଇ ବାହୁ, ଦୁଇ ବାହୁ ନାମ ଏ
ତହୁଁ ଗୋଟିଏ ସଂକଳ୍ପ ଶକ୍ତି ଆନ ପରମାଣୁ ଏହାଙ୍କ କାରଣ ବାବୁ କହୁଅଛି ତେଣୁ ସଂକଳ୍ପ ଶକ୍ତିରେ ସଚେତନ ଯେ ସମ୍ଭବ ଏଣୁ ସ୍ରଷ୍ଟା ବ୍ରହ୍ମାଙ୍କର ପୁତ୍ରୀ ବୋଲି ଭାବ ପରମାଣୁ ଶକ୍ତି ସ୍ଥଳ କ୍ରିୟାଶୀଳ ହେଲା ଏହି ଶକ୍ତି ସ୍ରଷ୍ଟାଙ୍କର ପତ୍ନୀ ବୋଲାଇଲା ଏହି ପତ୍ନୀ ମହାଲକ୍ଷ୍ମୀ ମହାସରସ୍ୱତୀ ଗାୟତ୍ରୀ ସାବିତ୍ରୀ ବୋଲି ପଣ୍ଡିତ ବୋଲାନ୍ତି ସ୍ରଷ୍ଟା ଶକ୍ତି ସ୍ଫୁରଣରେ ମୁହିଁ ଆଦି ଶକ୍ତି ମହାଗାୟତ୍ରୀ ସାବିତ୍ରୀ କେହି ବା କୁହନ୍ତି ନିର୍ବିକାର ବ୍ରହ୍ମାଙ୍କର ସ୍ଫୁରଣ ଯେ ଶକ୍ତି ଏଥିରୁ ଯେ ଦୁଇ ବତ୍ସ ହୋଇଲା ଉତ୍ପତ୍ତି ପ୍ରଥମଟି ଜଡ଼ ବା ଜୀବ ଆତ୍ମା ଜାଣ ଆନ ଚୈତନ୍ୟ ନାମଟି ପରମାତ୍ମା ପୁଣ ଜଡ଼ଟି ଯେ ସ୍ଥୂଳ ଭାବ ଚୈତନ୍ୟ ଯେ ଶୂନ୍ୟ ଏହି ଦୁହେଁ ସରଜିଲେ ନାମ ଯାର ଜୀବ ପୃଥିବୀ ଆକାଶ ଜଳ ଅଗ୍ନି ବାୟୁ ଜାଣ ପଞ୍ଚମହାଭୂତ ଏହି ଜଡ଼ର କାରଣ ଏହି ପଞ୍ଚମହାଭୂତ ଶରୀର ହୋଇଲା ମହାଶୂନ୍ୟ ଚୈତନ୍ୟ ପ୍ରାଣମୟ ହେଲା ଏହି ଭାବେ ଜୀବଜାତ କହିଲି ବୁଝାଇ ଯିଏ ସ୍ରଷ୍ଟା ସେହି ସୃଷ୍ଟି ଆନ କେନୁ ହୋଇ ତାହାଙ୍କ ଆଦେଶେ ତୁମ୍ଭେ ନିମିତ୍ତ ମାତର କହିଲି ବୁଝାଇ ବାବୁ ମୋର ବୋଲ କର ଧର୍ମର ବିଚାର ଭାବ ସଦା ସଦାଚାର ନୀତି ନିୟମ ଆଚାର ଧର୍ମର ବିଚାର ସେହି ନୀତି ଧରି ବାବୁ ହୁଅ ଆଗୁସାର ଜୀବ ସରୋଜନା ପାଇଁ ଯଜ୍ଞ ଏକ କର ପବିତ୍ର କରାଅ ଆଗେ ମେଦ ମେଦିନୀ ତାହାପରେ ଜୀବ ଚିନ୍ତା କର ପଦ୍ମଜୋନି ନିରାକାର ବ୍ରହ୍ମ ପାଦେ ଲୟ ଲଗାଇବୁ ଯଜ୍ଞ ପୁରୁଷ ଭାବରେ ମନରେ ସ୍ଥାପିବୁ ସେହି ଶୂନ୍ୟ ପାଦ ପଦ୍ମେ ହବ୍ୟ ସମର୍ପିବୁ ଯଜ୍ଞ ଅନ୍ତେ ଅଭୀଷ୍ଟର ସୁଫଳ ଲଭିବୁ କର ଯୋଡ଼ି ବୋଲୁଛନ୍ତି ତହୁଁ ପଦ୍ମ ପାଣି କୃତାର୍ଥ ହୋଇଲି ମାତ ତୁମ୍ଭ ବାଣୀ ଶୁଣି କି ଭାବେ ହୋଇବ ଯଜ୍ଞ ଜାଣି ନ ପାରଇ ପବିତ୍ର ମୂର୍ତ୍ତିକା ବା ରହିଅଛି କାହିଁ ଯେବେ ସୁଦୟା ବହିଲ ମାତ ଦୟାମୟୀ ଗୋଟି ଗୋଟି କରି ସର୍ବଦିଅ ଗୋ ବତାଇ ମହାଶକ୍ତି ବୋଲୁଛନ୍ତି ପଶ୍ଚିମକୁ ଯାଅ ଯହିଁ ବିନ୍ଧ୍ୟ ପର୍ବତ ତହିଁ ବିଜେ ହୁଅ ପବିତ୍ର ଭୂମି ଯେ ସେହି ଅଛି କାଳ କାଳ ମହାପ୍ରଳୟରେ ଭୂମି ନୁହେଁ ଜଳମୟ ସତ୍ୟ ତ୍ରେତୟା ଦ୍ୱାପର କଳି ଯୁଗେ ଯୁଗେ ସର୍ବଦା ରହିଛି ଏହି ମହି ମହି ଭାଗେ ସେହିଠାରେ ଯଜ୍ଞ କାର୍ଯ୍ୟ କରି ଆୟୋଜନ ଅଭୀଷ୍ଟ ସାଧନେ ବାବୁ ହୁଅ ଆଗମନ ଏତେ ବୋଲି ମହାମାଇ ମୌନ ହୋଇଲେ ବେନେ କର ଯୋଡ଼ି ଦେବ ପାଦେ ପ୍ରଣମିଲେ ଆଶିଷ ବରସି ମାତ ହେଲେ ଅନ୍ତର୍ଧ୍ୟାନ ନିସ୍ତରିଲି ବ୍ରହ୍ମାଙ୍କ ବଚନ ଓଙ୍କାର ଉଚାରି ଦେବ ଯୋଗରୁ ଉଠିଲେ
मन मध्ये पिता माता स्मरण करिले बेग बेग होई कले पश्चिम गमन जीव सरजना पुणी यज्ञ आयोजन मन मध्ये चिंती ब्रह्मा गले आग होई पश्चिमे प्रवेश विजे विंध्य गिरी जहीं से महिमंडल शोभा देखी वेदपति हरषित चित्ते तहु मनरे भाळंती अति मनोहर उपवन ए मंडल पवित्र आदि भूमि अटई एहि स्थल पवित्र कार्य विलंब शोभा नदी सई चित्ते सुमरिले निराकारे लय देई देवमंडली को तहु सुमरणा कले स्मरण मात्र के सर्व देवता मिलिले कर जोड़ी पादे पड़ी बाढ़िले प्रणति स्वस्ति स्वस्ति पद्म मुख मुखे उच्चारन्ति सविनय पूछा कले सर्वदेव मिली किबा कार्य सुमरणा ए देव मंडली वेदवर बोलुछन्ति शुण देवगण जीव सरजना हेब सृष्टिर कारण मेद मेदिनी ब्रह्मांड पवित्र कराई जीव सरजना यज्ञ आरंभी मुहि यज्ञोपकरण सर्वे कर आयोजन गोटी गोटी करी जा यज्ञ प्रयोजन यथाज्ञा बोली सर्व देव चली गले जे जहा मते कार्य को बांटी कुंटी नेले यज्ञ कुंड घृत कुंड चरु कुंड जेते सर्वोपकरण सह जोगाई तुरीते पितामह समीपरे समर्पिले नेई देखि संतोष होइले पितामह तहि बोइले रे देवगण एमंत करिब यज्ञ शेष जाए सर्वे मिली रहिथिब पुरोधापण रे मुहि यज्ञ आरंभिबी पूर्णाहुति जाए केबे उठी न पारिबी सर्वदेवताए कार्य बांटी तरिब जेपरि यज्ञ स्थले विघ्न न घटिब एते बोली पितामह मौन होइले देवता मंडली यज्ञ भार बांटी नेले ब्रह्मा यज्ञ आयोजन गोटी गोटी करी किबा बखाणी भी एहा ओटे असुमारी से यज्ञ बारता मुखे के पारिब कही कहिले कहिबे का विधाता गोसाई शुभ दिन शुभ बेला शुभ लगन रे आरंभिले धाता यज्ञ उच्च ओंकार रे क्षेत्रपाल दिगपाल महिपाल आदि जेते यज्ञ रीति नीति देवता पालंती परम ब्रह्मनादि अनंत आदि मूले यज्ञ पुरुष रे धाता हव्य समर्पिले ओंकार शब्द नाद गगन भेदिला बेळु बेळ यज्ञानल प्रबल होइला लह लह शिखा तेजी अग्नि प्रज्वलित से तेजरे चतुर्दिग हेला लोकित नित्य धामे निराकार लभिले संतोष यज्ञ मंडल रे शून्य होइले प्रवेश शून्य मंडले महाज्योति जे प्रकट
ସେହି ଜ୍ୟୋତି ଯଜ୍ଞାନଳେ ପ୍ରବେଶ ହୁଅଇ। ସେହି ଜ୍ୟୋତି ମହାଜ୍ୟୋତି ମହାଶକ୍ତିମୟୀ ଯଜ୍ଞାନଳ ମଧ୍ୟେ ଉଭା ଦୁଇ ବାହୁ ନେଇ। ମାଘ କୃଷ୍ଣ ତ୍ରିବେଣୀ ଅମାବାସ୍ୟା ତିଥିରେ ଶ୍ରବଣ ନକ୍ଷତ୍ର ଯୁକ୍ତ ମକର ଚନ୍ଦ୍ରରେ ଯଜ୍ଞାନଳ ମଧ୍ୟେ ରହିଦେଲେ ଦର୍ଶନ। ହୋଇଲା ଶୂନ୍ୟ ସୁମନ ବର୍ଷା ଘନ ଘନ। ଶୁଭ୍ରବର୍ଣ୍ଣା ଦୀପ୍ତିମୟୀ ସେହି ମହାଶକ୍ତି ଆଜାନୁ ଘନ କୁନ୍ତଳ ଶୋଭା ବିରାଜନ୍ତି। ଆପାଦ ମସ୍ତକ ଶୋଭା ସର୍ବ ଅଳଙ୍କାର ମଣିମୟ ଆଭୂଷଣ ନାହିଁ ପଟାନ୍ତର। ତେଜମୟୀ ମହାତେଜ ମହାଜ୍ୟୋତି ଆଭା ସହି ନ ପାରନ୍ତି ଦେବ ସେ ତେଜ ପ୍ରତିଭା। ସେ ଜ୍ୟୋତି ଦର୍ଶନେ ଦେବ ଚକିତ ହୋଇଲେ ମୁଦ୍ରିତ ନୟନେ ଯୋଡ଼ ହସ୍ତେ ପ୍ରଣମିଲେ। ଉଗ୍ର ରୂପା ମହାତେଜ ଦେଖି ଦେବତାଏ ଭୟେ ଥରହର ସର୍ବ କଣ୍ଠ ଶୁଖିଯାଏ। ଆକୁଳ ଚିତ୍ତରେ ସର୍ବେ କରନ୍ତି ଦଇନି ନମସ୍ତୁତେ ମହାଜ୍ୟୋତି ଆଦ୍ୟା ସନାତନୀ। ନମସ୍ତୁତେ ମହାଶକ୍ତି ନମୋ ନାରାୟଣୀ। ନମସ୍ତୁତେ ମହାଶକ୍ତି ସଙ୍କଟ ତାରିଣୀ। ନମସ୍ତୁତେ ମହାଶକ୍ତି ନମୋ ଯାଜ୍ଞସେନୀ। ନମସ୍ତୁତେ ମହାଶକ୍ତି ନମୋ ଜ୍ୟୋତିର୍ମୟୀ। ନମସ୍ତୁତେ ମହାଶକ୍ତି ବିପଦନାଶିନୀ। ନମସ୍ତୁତେ ମହାଶକ୍ତି ସଂହାର ରୂପିଣୀ। ନମସ୍ତୁତେ ମହାଶକ୍ତି ଅଭୟଦାୟିନୀ। ନମସ୍ତୁତେ ମହାଶକ୍ତି ଶକ୍ତି ସ୍ୱରୂପିଣୀ। ଅଭୟ ଚରଣେ ମାତ ସକଳେ ଶରଣ। ଶରଣ ରକ୍ଷଣେ ବାରେ କର ପରିତ୍ରାଣ। ଦୟା ବହି ଦୟାମୟୀ ଘେନ ଗୋମିନତି। ମହାତେଜ ପ୍ରଶମିତ ହେଉ ଆଭା କାନ୍ତି। ଉଗ୍ର ରୂପ ପରିହର ଅନଳ ସମ୍ଭୂତା। ଶୀତଳ ପରଶ ମାଗୁ ସକଳ ଦେବତା। କ୍ଷମା ରୂପା କ୍ଷମାଶୀଳା କ୍ଷମ ଅପରାଧ। କିଞ୍ଚିତରେ ଘେନ ମାଗୋ ପୂଜା ନୈବେଦ୍ୟ। ତୋହର ସନ୍ତାନେ ମାତ ବାରେ ଦୟା କର। ଶାନ୍ତ ମୂର୍ତ୍ତି ହୁଅ ଉଗ୍ର ରୂପ ପରିହର। ଏମନ୍ତେ ଅନେକ ସ୍ତୁତି କଲେ ଦେବଗଣ। ସଭଏ ନାନାଦି ମତେ ପୂଜିଲେ ଚରଣ। ସନ୍ତୋଷ ହୋଇଲେ ମାତ କରୁଣା ଦାୟିନୀ। ପ୍ରଶମିତ କଲେ ତେଜ ଜଗତ ଜନନୀ। ହରଷ ହୋଇଲେ ତହୁଁ ଦେଖି ଦେବଗଣ। ବିଧାତା ବୋଇଲେ ସର୍ବଦେବତାଏ ଶୁଣ। ମହାଯଜ୍ଞାନଳେ ଦେଖ ମହାଜ୍ୟୋତି ଉଭା। ମହାଜ୍ୟୋତି ମହାଶକ୍ତି ଅଶେଷ ପ୍ରତିଭା। ଜୀବ ଜଗତ ଦୁଷ୍କୃତ ବିନାଶିବା ପାଇଁ। ଏହି ମହାଶକ୍ତି ଯୁଗେ ଯୁଗେ ଥିବ ରହି। ଦୁଷ୍ଟ ନାଶୀ ସନ୍ଥ ପାଳୁଥିବ ନିଜ କର। ଯୁଗେ ଯୁଗେ ମହାଶକ୍ତି ଥିବ ନିରନ୍ତର। ଧାତା ବୋଲୁଛନ୍ତି ସର୍ବ ଦେବତାଏ ଶୁଣ। ଜନମିଲେ ନାମ ଗୋଟି ବିଧିର କାରଣ। ମହାଶକ୍ତି ନାମ ଆଜି କରିବେ ଧାରଣ। ସେ ନାମ ମହିମା ଖ୍ୟାତ 14 ଭୁବନ। ବ୍ରହ୍ମା ଯଜ୍ଞାନକୁ ଦେବୀ ହୋଇଲେ କ ଜାତ।
ବିରଜା ବୋଲିଣ ନାମ ଦେଲେ ବିଧିସୁତ। ବୀରେ ବ୍ରହ୍ମ ରୂପର ଯେ ଅନଳ, ଯାରେ ଜାତ ଯେଣୁ ବିରଜା ପ୍ରମାଣ। ତିନି ଅକ୍ଷରଟି ନାମ ତ୍ରିଗୁଣ ତ୍ରିବୀଜ, ସତରଜତମ ଗୁଣ ବୋଲି ମନେ ହେଜ। ବ୍ରହ୍ମା ବିଷ୍ଣୁ ମହେଶ୍ୱର ତ୍ରିଗୁଣ ତ୍ରିଧାର, ମହାବିଷ୍ଣୁ ବ୍ରହ୍ମ ରେଣୁ ଜାତ ସେ ସାକାର। ତିନି ଗୁଣ ଧରି ମାତ ଜନମ ଲଭିଲେ, ବିରଜା ବୋଲିଣ ଧାତା ନାମ ଗୋଟି ଦେଲେ। ମହାଶକ୍ତି ବିରଜା ମା ଜଗତ ବନ୍ଦିତ, ସସାଗରା ଧରଣୀରେ ହୋଇଲେ ପୂଜିତ। ଯୁଗେ ଯୁଗେ ଏହି ଶକ୍ତି ଆଖ୍ୟାତ ରହିବ, ବିରଜା ମଣ୍ଡଳ ବୋଲି ନାମ ବିରାଜିବ। ଅକ୍ଷୟ ମଣ୍ଡଳ ଏହି ଥିବ ମହି ଭାଗେ, ପ୍ରଳୟ ଜଳରେ ଲୀନ ନ ହୋଇବ କେବେ। ସର୍ବଦେବ ଗଣ ମିଳି ଶଙ୍ଖ ଧ୍ୱନି କଲେ, ଜୟ ବିରଜାଇ ମାତ ମୁଖେ ଉଚ୍ଚାରିଲେ। ଶଙ୍ଖ ଘଣ୍ଟ ଧ୍ୱନି ଉଠେ ଗଗନ କମ୍ପାଇ, ଶୂନ୍ୟ ପୁଷ୍ପ ବର୍ଷି ଯଜ୍ଞ ମଣ୍ଡଳ ଲୁଚଇ। ଯୁଗ ପରେ ଯୁଗ କେତେ ଯାଉଅଛି ବିତି, ବିରଜା ମଣ୍ଡଳ ସଦା ବିରାଜଇ କ୍ଷିତି। ଯହିଁ ନିଜେ ବିଜେ କରିଛନ୍ତି ମହାଶକ୍ତି, ସେ ମଣ୍ଡଳ ବର୍ଣ୍ଣିବାକୁ କାହିଁ ବାସକତି। ଯଜ୍ଞ ପୂର୍ଣ୍ଣାହୁତି ପାଇଁ ଦେବ ଦେବ ବର, ପ୍ରସ୍ତୁତି ପର୍ବରେ ହେଉଥିଲେ ତରବର। ଯଜ୍ଞ ନଳରୁ ଯେଉଁ ଶକ୍ତି ଜନ୍ମ ହେଲେ, ଗୋଟି ଗୋଟି କରି ସର୍ବ ବଖାଣି ବି ଭଲେ। ଯଜ୍ଞ ଶେଷ ଜାଣି ଧାତା ମନକୁ ବିଚାରି, ଜଡ଼ ଚୈତନ୍ୟକୁ ଧାତା ଦେଲେ ଏକା କରି। ପିଣ୍ଡ ବ୍ରହ୍ମାଣ୍ଡ ସୃଜିଲେ ଗୋଟି ଗୋଟି କରି, ଜଡ଼ ସ୍ଥଳ ଶୂନ୍ୟ ଚୈତନ୍ୟ ଏକା କରି। ସ୍ଥାବର ଜଙ୍ଗମ କୀଟ କଲେ ସରଜନା, ମେଦ ମେଦିନୀ ବ୍ରହ୍ମାଣ୍ଡ ପିଣ୍ଡମୟ ସିନା। ଯୁଗ ପରେ ଯୁଗ କେତେ ଯାଉଅଛି ବିତି, ବିରଜା ମଣ୍ଡଳ ରହି ଅଛି ଏହି କ୍ଷିତି। ଯୁଗ ଅବସାନ ମହା ପ୍ରଳୟ ଜଳରେ, ଦୁଷ୍ଟ ନାଶୀ ସାଧୁ ସନ୍ଥ ଅଭୟ କରରେ। ଉଦ୍ଧାରି ଧରନ୍ତି ମାତ ନିଜ ମଣ୍ଡଳରେ, ଅଭୟ ଦେଇଣ ଢାଙ୍କି ନିଜ ପଣତରେ। ଭଜ ହୋ ସକଳ ଜନ ଜୟ ବିରଜାଇ, ଭଜିଲେ ସକଳ ପାପ ଜୀବ କ୍ଷୟ ହୋଇ। ସାଧୁ ସୁଜ୍ଞାନର ମୋର ନ ଧରିବ ଦୋଷ, ଅବୋଧ ଜ୍ଞାନ ଜ୍ଞାନ ନାହିଁ ମୋ ଶେଷ। ଠିକେ ଠିକେ ବଖାଣିଲି ଶକ୍ତି ହେଲେ ଜାତ, ବିସ୍ତୀର୍ଣ୍ଣ ବର୍ଣ୍ଣନା ପାଇଁ ନୁହେଁ ମୁଁ ଶକତ। ମହାଶକ୍ତି ମହାଦେବୀ କଣ୍ଠ ମଧ୍ୟରେ ରହି, ଯେତିକି କହିଲେ ତାହା ଦେଲି ମୁଁ ବତାଇ। ସେହି ଅଭୟ ଦାଇନେ ପାଦେ ଥାଉ ମତି, କହେ ଦିନ ସୂର୍ଯ୍ୟ ନିଶ୍ଚୟ ଲଭିବ ମୁକତି। ଶ୍ରୀ ବିରଜା ଦେବୀଙ୍କ 12 ମାସ କୃତ୍ୟ ପର୍ବ ଓ ପୂଜା ପ୍ରସଙ୍ଗ। ଶୁଣନ୍ତୁ ସକଳ ଜନେ ହୋଇ ସାବଧାନ, ବିରଜା ମାତାଙ୍କ 12 ମାସର ବିଧାନ। ବୈଶାଖ ମାସରେ ମହା ବିଷୁବ ସଂକ୍ରାନ୍ତି, ସେଦିନ ପଣ୍ଡାଏ ମହା ସ୍ନାନ କରାନ୍ତି।
ନୂତନ ବସନ ଅଙ୍ଗେ ଶୋଭା ବିକାଶଇ ବିବିଧ ପୁଷ୍ଟର ମାଳା ଗଳାରେ ମଣ୍ଡଇ ଛେନା ନଡ଼ିଆ କଦଳୀ ପୋକବିଲ ଫଳ ଶର୍କରା ସହିତେ ଯେତେ ଫଳ ଯେ ରସାଳ ନୂତନ ଭାଣ୍ଡରେ ପଣା ପ୍ରସ୍ତୁତି କରାଇ ଅଧର ପଣା ଦେବୀଙ୍କୁ ପଣ୍ଡା ସମର୍ପଇ ଚନ୍ଦନ ପୂର୍ଣ୍ଣମୀ ଦିନ ଚନ୍ଦନର ବେଶ ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ସୁବେଶ ବଡ଼ ସିଂହାର ବେଶ ଯେ କେଡ଼େ ମନୋହର ସାବିତ୍ରୀ ବେଶରେ ପୁଣି ଦେବୀ ଚମତ୍କାର ସେଦିନ ସଧବା ନାରୀ ସ୍ନାନ ଶୌଚ ହୋଇ ଉପବାସେ ବିରଜାଙ୍କ ଦର୍ଶନ ଲଭଇ ସ୍ୱାମୀର ଦୀର୍ଘ ଜୀବନ ମଙ୍ଗଳ କାରଣ ପତିବ୍ରତା ନାରୀ ମାତା ପାଦରେ ଶରଣ ନୂତନ ବସ୍ତ୍ର ଯେ ନାନା ଅଳଙ୍କାର ମାନ ଶଙ୍ଖା ସିନ୍ଦୁର ପୁଷ୍ପ ଯେ କସ୍ତୁରୀ ଚନ୍ଦନ ଧୂପ ଦୀପ ନୈବେଦ୍ୟ ସମର୍ପି ପାଦରେ ସଜାଡ଼ିଣ ପୂଜା ଥାଳି ପୂଜନ୍ତି ବିଧିରେ ଆଷାଢ଼ ମାସେ ତାରିଣୀ ବ୍ରତ ଯେ ପଡ଼ଇ ପୂଜା ହୋମ ଚଣ୍ଡୀ ପାଠ ମା ପାଶେ ହୋଇ ଶ୍ରୀଗୁଣ୍ଡିଚା ଠାରୁ ପୁଣି ବାହୁଡ଼ା ଦଶମୀ ତା ମଧ୍ୟେ ମଙ୍ଗଳବାର ପଡ଼ଇ ଯେ ପୁଣି ତାରିଣୀ ମଙ୍ଗଳବାର ନାମ ଯେ ତାହାର ମନ୍ତ୍ର ପୁତେ ପୂଜା ହୁଏ ତାରିଣୀ ବ୍ରତ ଡୋର ଦେବୀଙ୍କ ଦକ୍ଷିଣ ହସ୍ତେ ପଣ୍ଡା ଯେ ପିନ୍ଧାଇ ନାନା ଉପଚାରେ ପୂଜା ପାଦେ ସମର୍ପଇ ଶ୍ରାବଣ ମାସ ପୁଣି ହେଲେ ଉପସ୍ଥିତ ଚିତା ଲାଗି ଅମାବାସ୍ୟା ଆସଇ ନିଶ୍ଚିତ ଚିତ୍ତ ଉପିଷ୍ଟକ ଭୋଗ ବିରଜା ମାତାର ଭୋଗ ଲାଗି ହୁଏ ସଦା ବିଧି ଉପଚାର ଭାଦ୍ରବ ମାସରେ ଶୁଭ ସୁନିଆ ସଇ ବିଧିରେ ସ୍ୱର୍ଣ୍ଣ ଛେଦିନୀ ପାଳନ ହୁଅଇ ଷୋଡ଼ଶ ପଚାରେ ପୂଜା ବିଧି ସେହି ଦିନ ବିଲ୍ୱାଧିବାସର ଉତ୍ସବ ହୁଏ ପାଳନ ବିଜୟା ରଥ ନିର୍ମାଣ ପୂଜା ବିଧି ହୋଇ ବିଶ୍ୱକର୍ମା ରଥ କାର୍ଯ୍ୟ ଶୁଭ ଆରମ୍ଭ ହୋଇ ଆଶ୍ୱିନ ମାସେ ଷୋଡ଼ଶ ଦିବସୀୟ ପୂଜା ଶ୍ରୀ ବିରଜା ଦେବୀଙ୍କର ହୋଇଅଛି ଖଞ୍ଜା ଜିତା ଅଷ୍ଟମୀ ନିଶି ଯେ ହେଲେ ଉପଗତ ସ୍ଥାପନା ହୁଅଇ ପିଠେ ଗଣପତି ଘଟ ହୋମକୁଣ୍ଡ ଦକ୍ଷିଣରେ ଘଟ ନବଗୋଟି ସ୍ଥାପନା ହୁଅଇ ନବ ଦୁର୍ଗାଙ୍କର ଶକ୍ତି ଶକ୍ତି ପଲ୍ଲବ ନାମକ ତନ୍ତ୍ରୋକ୍ତ ବିଧିରେ ଷୋଡ଼ଶ ପଚାରେ ପୂଜା ହୋଇ ତହିଁରେ ଜିତା ଅଷ୍ଟମୀ ଠାରୁ ଯେ ମହାଳୟା ଯାଏ ପ୍ରାତ ସନ୍ଧ୍ୟା ଦୁଇ ବେଳା ପୂଜା ବିଧି ହୁଏ ମହାପାର୍ବଣର ଖଡ଼ି ଅମାବାସ୍ୟା ଠାରୁ ମାଙ୍କର ରଥ ଯାତ୍ରା ହୁଏ ସେଦିନରୁ ପ୍ରଥମେ ରଥ ପ୍ରତିଷ୍ଠା ପୂଜା ଯେ ହୁଅଇ ଦେବୀଙ୍କ ବିଜେ ପ୍ରତିମା ରଥେ ବିଜେ ହୋଇ
ଅମାବାସ୍ୟା ଠାରୁ ମହା ନବମୀ ପର୍ଯ୍ୟନ୍ତ ବେଢ଼ା ଚତୁଃପାର୍ଶ୍ୱ ରଥ ପ୍ରଦକ୍ଷିଣ ସତ। ରଥାରୂଢ଼ା ଦେବୀଙ୍କୁ ଯେ ଦର୍ଶନ କରିବ, ଧୂପ ଦୀପ ନୈବେଦ୍ୟ ପୂଜା ସମର୍ପିବ। ପଞ୍ଚସୁନା ପାତ କରୁ ତରିବ ଯେ ଜନ, ମାଙ୍କ ଆଶିଷ ବଳେ ହୁଏ ପୁଣ୍ୟବାନ। ଶୁକ୍ଳ ପଞ୍ଚମୀ ଠାରୁ ଯେ ଶୋକୋଳ୍ପତ ବିଧିରେ ଅଗ୍ନି ସଂସ୍କାର କର୍ମ ଯେ ହୁଏ ବିଧିରେ। ସେହି ଦିନ ଠାରୁ ଯଜ୍ଞ ଆରମ୍ଭ ହୁଏ, ବିଧି ବିଧାନରେ ପୂଜା ପଣ୍ଡା ଯେ କରଇ। ଅଗ୍ନି ସଂସ୍କାର ବିଧିରେ 5 ଗୋଟି ଘଟ, ଯଜ୍ଞସ୍ଥଳେ ସର୍ବଘଟ ହୁଏ ପ୍ରକଟ। ପୂର୍ବ ଘଟ ମଧ୍ୟ ବିଜେ ପ୍ରଭୁ ଗଣପତି, ଅଗ୍ନିକୋଣ ଘଟ ଗୋଟି ବିରଞ୍ଚି ଶ୍ରୁପତି। ନୈରତ କୋଣର ଘଟ ମହାରୁଦ୍ର ଶିବ, ବାୟୁ କୋଣ ଘଟେ ବିଜେ ନିଜେ ବିଷ୍ଣୁ ଦେବ। ଈଶାନ କୋଣ ଘଟରେ ବିଜୟ ଅନନ୍ତ, ଏହି ଭାବେ ପଞ୍ଚ ଘଟେ ପଞ୍ଚଦେବ ସ୍ଥିତ। ଶୁକ୍ଳ ପଞ୍ଚମୀ ଠାରୁ ଯେ ମହା ଅଷ୍ଟମୀର ତିଥି, ଯଜ୍ଞାନଳେ ପ୍ରତ୍ୟକ୍ଷ ଯେ ଘୃତର ଆହୁତି। ମହା ଅଷ୍ଟମୀ ନିଷାଦ ପୂଜାର ଶେଷରେ, ସ୍ଥାପନା ହୁଇଆନ ଘଟ ସେ ପୀଠରେ। ସେ ଘଟେ ଚାମୁଣ୍ଡା ପୂଜା ପଣ୍ଡା ସମର୍ପଇ, ପୂଜା ଶେଷେ ଛାଗ ଏକ ବଳିରେ ଯୋଗାଇ। ସନ୍ଧି ବଳି ବୋଲି ନାମ ତାହାଙ୍କୁ ବୋଲାଇ, ଏ ସମୟ ଦେବୀ ଦ୍ୱାର ଥାଏ ରୁଦ୍ଧ ହୋଇ। ଏହି ଭାବେ 16 ଗୋଟି ଘଟ ଯେ ବସଇ, ମହାଭୈରବୀ ମନ୍ତ୍ରରେ ପୂଜା ସେ ହୁଇ। ଯଜ୍ଞ ଶେଷେ ପୂର୍ଣ୍ଣାହୁତି ହୋଇ ଶେଷ ହୁଏ, ବିରଜା ମାତାଙ୍କୁ ମହା ସ୍ନାନ ଯୋଗାଏ। ବନ୍ଧ୍ୟା ମଡ଼ିଛି ଜାଣି ଯେ ଆଦି ଯେ ରମଣୀ, ସେ ମହା ଅଷ୍ଟମୀ ବ୍ରତ ରଖିଥାନ୍ତି ପୁଣି। ଗୁଆ ନଡ଼ିଆକୁ ହସ୍ତେ ଧରି ବସିଥାଏ, କାୟ ମନ ହୋଇ ଦେବୀ ପାଦ ସ୍ମରିଥାଏ। ଯଜ୍ଞ ଧୂମ୍ର ଦେହେ ବାଜେ କରନ୍ତି ଆଘ୍ରାଣ, ବନ୍ଧ୍ୟା ଦୋଷ ମୁକ୍ତି ପାଇ ଥାଏ ସେହି ପୁଣ। ନିଶିଶେଷ ଅନ୍ତେ ମହା ନବମୀ ଆସଇ, ଦେବୀଙ୍କୁ ପଣ୍ଡାଏ ମହା ସ୍ନାନ କରାଇ। ନୂତନ ଅଙ୍ଗ ବସ୍ତ୍ର ଯେ ପୁଷ୍ପମାଳା ଦେଇ, ପୁଟା ପଣା ନେଇ ନୈବେଦ୍ୟରେ ଯୋଗାଇ। ମହାନବମୀର ପୂଜା ପାଳଇ ବିଧିରେ, ପଣ୍ଡାଏ ମେଳି କରନ୍ତି ସର୍ବ ଉପଚାରେ। ରଥାରୂଢ଼ା ଦେବୀଙ୍କର ବିଜେ ପ୍ରତିମାଙ୍କୁ, ସୁସଜ୍ଜିତ ବିମାନରେ ବସାଇ ତାହାଙ୍କୁ। ଢୋଲ ଟମକ ବାଇଦ ଶଙ୍ଖ ଘଣ୍ଟ ଧ୍ୱନି, ଲାଖ ବିନ୍ଧା ପଡ଼ିଆକୁ ବେଗେ ଯାନ୍ତି ଘେନି। ବିଧି ବିଧାନରେ ତହିଁ ପୂଜା କର୍ମ ସାରି, ଚଉଦିଗେ ଧନୁ ତୀର ମାରନ୍ତି ହୁଙ୍କାରି। ଦେବୀଙ୍କର ପ୍ରତିନିଧି ପଣ୍ଡା ପଡ଼ିହାରି, ଏ ସମସ୍ତ କାର୍ଯ୍ୟ ନିଜେ
କରନ୍ତି ବିଚାରି। ଲାଖ ବିନ୍ଧା ଦେବୀଙ୍କର ତହିଁ ଶେଷ ହୋଇ, ଏକ ମୁହାଁ ହୋଇ ଦେବୀ ଲେଉଟିଆ ଶୋଇ। ମନ୍ଦିର ବେଢ଼ାରେ ଦେବୀ ହୋଇଲେ ପ୍ରବେଶ, ସିଂହଦ୍ୱାର ଗୋଟି ରୁଦ୍ଧ ହୁଅଇ ଅବଶ୍ୟ। ଅଣ୍ଡିରା ମଇଁଷି ଏକ ବଳି ମଣ୍ଡପରେ, ଶ୍ୱାନ ଶୌଚ ହୋଇ ରହି ଥାଏ ସେ ବିଧିରେ। ପଶୁ ମନ୍ତ୍ର ବଳେ ତାକୁ ପବିତ୍ର କରାଇ, କୃପାଣେ ଘାତକ ତାକୁ ବଳିରେ ଯୋଗାଇ। ମହିଷାସୁରକୁ ଦେବୀ କରିଥିଲେ ହତ, ତାହାର ସ୍ୱାର କି ଏହା ଅଟଇ ନିଶ୍ଚିତ। ମହିଷା ଦାନବ ବଧି ମହିଷା ମର୍ଦିନୀ, 16 ଲାଙ୍ଗୁଳ ସହସ୍ତେ ମାତଛନ୍ତି ଘେନି। ଏଣୁ ମହିଷୀ ବଳି ଯେ ହୁଅଇ ବିଧିରେ, ମହିଷା ମର୍ଦିନୀ ବିଜେ ବିନ୍ଧ୍ୟଗିରି ବରେ। ଦାନବ ପ୍ରକୃତି ଖଳ ମ୍ଲେଚ୍ଛ ସଂହାରଣେ, ମହିଷୀର ବଳି ପୁଣି ଅଟଇ କାରଣେ। ମହିଷୀ ବଳି ପରବ ଯେବେଳେ ରଚଇ, ଦେବୀ ଦ୍ୱାର ଗୋଟି ସଦା ଥାଏ ରୁଦ୍ଧ ହୋଇ। ବଳି ଶେଷେ ମହାଦେବୀ ସ୍ନାହାନ ସାରଇ, ସୋମିଷ୍ଟ ଧର ପଣା ବେଗେ ଲାଗି ହୋଇ। ନବମୀ ଅନ୍ତେ ଦଶମୀ ତିଥି ଯେ ପଡ଼ଇ, ବିଜୟା ଦଶମୀ ବୋଲି ଅଛି ନାମ ରହି। ମହିଷା ଦାନବ ସଙ୍ଗେ ରଣେ ହୋଇ ରତ, ନବମୀ ନିଶିରେ ମାତ କରିଲେ ନିହତ। ଦଶମୀ ତିଥିରେ ଦେବୀ ବିଜୟା ରଥରେ, ଲେଉଟି ଆସିଲେ ସିନା ବିଜୟ ଚିତ୍ତରେ। ତେଣୁ ବିଜୟା ଦଶମୀ ନାମ ଅଛି ରହି, ବିଜୟୋତ୍ସବ ବିଧି ଯେ ବିଧାନେ ହୁଅଇ। ମଣ୍ଡା ପିଠା ଦେବୀଙ୍କର ନୈବେଦ୍ୟ ଯୋଗାଇ, ଅସ୍ତ୍ରଶସ୍ତ୍ର ସ୍ମାରକୀରେ ପୂଜା ଥାନ୍ତି ପାଇ। 16 ଦିବସ ପୂଜା ତହୁଁ ଶେଷ ହୁଏ, କାର୍ତ୍ତିକ ହବିଷ୍ୟ ନୀତି ଦେବୀ ପୂଜା ପାଏ। ମାର୍ଗଶିରେ ମହାଲକ୍ଷ୍ମୀ ପୂଜାକୁ ଯୋଗାଇ, ପୌଷରେ ପୂଜା ବିଧି ଯେ ବିଧାନେ ସରଇ। ମାଘ ମାସ ମକର ଯେ ସଂକ୍ରାନ୍ତି ଦିନ, ମକର ଉତ୍ସବ ନୀତି ହୁଅଇ ପାଳନ। ନବ ଭାଣ୍ଡେ ମକର ଯେ ଚାଉଳର ଭୋଗ, ମଥାରେ ରଖି ଚୌଦିଗ ଭ୍ରମେ ମା ବିପ୍ର। ମୁଖେ ବେଦ ପାଠରେ ମନ୍ଦିର ପରିକ୍ରମା, ପଣ୍ଡାଏ କରନ୍ତି ତାରେ କି ଦେବୀ ଉପମା। ପରିକ୍ରମା ସାରି ତାହୁଁ ସର୍ବବିପ୍ରଗଣ, ମକର ଚାଉଳ ଦେବୀ ପାଦେ ସମର୍ପଣ। ସେ ଭୋଗ ଚାଉଳ ଭକ୍ତ ପାଇଣ ଭକ୍ତିରେ, ଆଶିଷ ନିଅନ୍ତି ମାଗି ଦେବୀଙ୍କ ଛାମୁରେ। ମାଘ ମାସ ତ୍ରିବେଣୀ ଅମାବାସ୍ୟା ତିଥିରେ, ଶ୍ରବଣ ନକ୍ଷତ୍ର ଯୁକ୍ତ ମକର ଚନ୍ଦ୍ରରେ। ଜନ୍ମ ନକ୍ଷତ୍ର ପାଳନ ହୁଅଇ ବିଧିରେ, ସାବିତ୍ରୀ ମନ୍ତ୍ରରେ ପୁଣି ସାବିତ୍ରୀ ବେଶରେ।
ଏହି ଦିନ ମହାଦେବୀ ହୋଇଲେ କୋ ଜାତ ବ୍ରହ୍ମଯଜ୍ଞାନଳୁ ମହା ଶକ୍ତି ଯେ ସମ୍ଭୂତ ବ୍ରହ୍ମା ଶକ୍ତି ସ୍ୱରୂପିଣୀ ଜଗତ ଜନନୀ ସାବିତ୍ରୀ ମନ୍ତ୍ରରେ ପୂଜା ହୁଏ ସେ ଘେନି ସେଦିନ ପ୍ରଭାତ କାଳୁ ପଣ୍ଡା ସର୍ବ ମିଳି ମହାସ୍ନାନ କରାନ୍ତି ତୀର୍ଥ ଜଳ ଘେନି ତୀର୍ଥ ଜଳ ପଇଡ଼ ଜଳ ପୁଣି ସର୍ବସଧି ଗନ୍ଧ ଚୁଆ ସୁବାସନା ତୈଳ ଯେ ହଳଦୀ ବୈତରଣୀ ତୀର୍ଥ ଜଳ ତହିଁରେ ମିଶାଇ କ୍ଷୀର ଦଧି ମଧୁ ଘୃତ ଶର୍କରାକୁ ଦେଇ ବୈଦିକ ମନ୍ତ୍ର ଶ୍ରୀ ସୂକ୍ତ ଫୁସ ଯୁକ୍ତ ହୋଇ ମହାଦେବୀ ବିରଜାଙ୍କୁ ସ୍ନାନ କରାଇ ପୁରୋହିତ ସଙ୍ଗେ ମିଳି ଯେତେ ସେବାକାରୀ ମନ୍ତ୍ର ଉଚ୍ଚାରନ୍ତେ ଲୋମ ଉଠଇ ଟାଙ୍କୁରି ସହସ୍ରେକ ଭକ୍ତ ମେଳ ଦେବୀଙ୍କ ସ୍ନାନ ସଭକ୍ତି ଲଭନ୍ତି ରହି ଦେବୀଙ୍କ ଦର୍ଶନ ଶଙ୍ଖ ଘଣ୍ଟା ହୁଳହୁଳି ଧ୍ୱନି ପ୍ରକମ୍ପିତ ଗଗନ ଭେଦି ଉଠଇ ସେ ଧ୍ୱନି ଶବଦ ସ୍ନାନ ଶେଷେ ବିରି ପିଠା ଭୋଗରେ ଲାଗଇ ପହୁଡ଼ ପକାଇ ମାତ ସୁବେଶ ହୁଅଇ ବ୍ରହ୍ମ ଶକ୍ତି ସ୍ୱରୂପିଣୀ ବ୍ରହ୍ମାମୁଖ ହୋଇ ଚତୁର୍ମୁଖ ବେଶେ ଦେବୀ ଶୋଭା ପ୍ରକାଶଇ ଏକ ମୁଖ ମୁକ୍ତା ସମ ଅଟେ ଶୁଭ ବର୍ଣ୍ଣ ଦ୍ୱିତୀୟ ବିଦ୍ରୁମ ପରି ମୁଖ ରକ୍ତ ବର୍ଣ୍ଣ ତୃତୀୟ ହେମ ସୁବର୍ଣ୍ଣ ପରିପିତ ବର୍ଣ୍ଣ ଚତୁର୍ଥ ନୀଳ ଧବଳ ମୁଖ ଶ୍ୟାମ ବର୍ଣ୍ଣ ପ୍ରତିମୁଖେ ତିନି ନେତ୍ର ଶୋଭା ପ୍ରକାଶଇ ମସ୍ତକେ ଅର୍ଦ୍ଧ ଚନ୍ଦ୍ର ମୁକୁଟ ଯେ ଶୋଭଇ ପଞ୍ଚାଶତ ବର୍ଣ୍ଣମୟୀ ସାବିତ୍ରୀଙ୍କ ବେଶ 10 ଗୋଟି ଭୁଜେ ଶସ୍ତ୍ର ମାନ ଯେ ପ୍ରକାଶ ବର ଭୟ ଅଙ୍କୁଶ ସରଗୁଚ୍ଛ ଯେ ତ୍ରିଶୂଳ ଗୁଣଯୁକ୍ତ ଧନୁ ଶଙ୍ଖ ଚକ୍ର ପଦ୍ମ ଯେ କପାଳ ହରିଦ୍ରାବସନ ଦେବୀ ପରିଧାନ କରି ଭକତ ହିତରେ ବିଜେ ହୋଇ ସାବିତ୍ରୀ ଗାୟତ୍ରୀ ମନ୍ତ୍ରରେ ଚାରି ଛନ୍ଦନ୍ୟାସ ଯେ କରାଇ 1650 ପୂଜା ବିଧିରେ ଯୋଗାଇ ହୋମ ଯଜ୍ଞ ହୁଏ ତହୁଁ ଗାୟତ୍ରୀ ମନ୍ତ୍ରରେ ଆହୁତି ପୂର୍ଣ୍ଣାହୁତି ଯେ ସର୍ବ ଉପଚାରେ ସ୍ତବ ଆଦି ମନ୍ତ୍ର ପଣ୍ଡା ମୁଖରେ ଉଚ୍ଚାରି ସ୍ତବ ଆଦି ମନ୍ତ୍ର ପଣ୍ଡା ମୁଖରେ ଉଚ୍ଚାରି ଆରତି ପୁଷ୍ପାଞ୍ଜଳି ଯେ ପରେ ପୂଜା ସାରି ଏହି ଦିନ ଯେଉଁ ଜନ ବୈତରଣୀ ତୀର୍ଥ ତ୍ରିବେଣୀ ଘାଟରେ ସ୍ନାନ ସାରିବ ତୁରିତ ବିରଜା ଦର୍ଶନ କରେ ଉପବାସେ ରହି ସହସ୍ର ସୋମେଧ ଯେ ଯଜ୍ଞ ଫଳ ସେହି ପତିବ୍ରତା ଅଟେ ଯେବା ସଧବା ନାରୀ ସାବିତ୍ରୀ ବ୍ରତ ପାଳଇ ଧର୍ମକୁ ଆଚରି ଶଙ୍ଖା ଶାଢ଼ୀ ଧୂପ ଦୀପ ନାନାବିଧ ଫଳ ବିରଜା ପୂଜଇ ମନେ ନ ରଖିଆ ବିଳ
भक्ति चित्ते महादेवी पूजे तहीं रही सर्व ऐश्वर्य भोगई सदा एहि मोहि स्वामी दुखे दुखी होई सुखे हुए सुखी पुत्र समाधान करे दुखी रंकी देखी चित्त रखी थाए सदा बिरजा पादरे जेते विपद आपद तार किस करे पतिव्रता जेउ नारी बिरजा सुमरे इह पर काले ताकू सुखी गणन रे हाथे शुभ शंखा पुणी कपाळे सिंदूर पुत्र कन्या पौत्र पौत्री सुखी जे ताहार सधवा सिंदूर नाई इह काल जाई ताहा सम भाग्यवती अछि अबा केही बिरजा अटई गति मुक्ति प्रदायिनी बिरजा अटई सिना सुखर कारेणी बिरजा सुमरी जन भवतरी जीव बिरजा बिरजा नाम मुखे सदा थीव सेहि बिरजा सुमरी दिन सूर्यमणि जनहिते प्रकाशिला माता पाद गुणी श्री श्री यज्ञ बराह ओ द्वादश माधव जन्म प्रसंग शुणन्तु वो साधु जन होई धीरमती बिरजा पुराण कथा अपूर्व भारती बिरजा मंडले यज्ञ बराह उत्पत्ति ठीके बखाणे विद्याई बिरजा मूरती मेदिनी प्रतिष्ठा यज्ञ ब्रह्मारंभिले विंध्यगिरी वरे एहि बिरजा मंडले यज्ञ पुरुषरे महाविष्णु कुसुमरी हव्य समर्पिले विष्णु पादे लय करी महामंत्र पुते कले आहुति प्रदान महाअग्नि तेज शिखा छुईला गगन यज्ञ कुंड ग्राह पत्य अग्निर तेजरु जनमिले महाशक्ति बिरजा तहिंरु चैतन्यग्निरु ईशाने स्वर महाशक्ति यज्ञ कुंड मध्यु देव होइले उत्पत्ति यज्ञ पुरुषंको चिंता कले पद्मजोनि बिरजा मंडले स्वयं विजयकारिणी सभक्ति रे चिंता कले तहीं पद्मजोनि बिरजा मंडले स्वयं विजयकारिणी सभक्ति रे चिंता कले तहीं पद्मनाहा संतोष होइले जानी यज्ञनाथ ताहा यज्ञानले महाविष्णु ध्यान मग्न हेले से ध्यानरु गोटी गोटी रूप प्रकाशिले द्वादश रूप प्रकाशी होइले मौन वेदवर संतोषरे होइले कमग्न द्वादश मूर्ति नाम गोटी गोटी करी पद्मजोनि प्रकाशिले विधाता सुमरी द्वादश मूर्ति हेले द्वादश माधव बिरजा मंडले स्थापिले तहु ब्रह्मदेव प्रति माधवंक नाम गोटी गोटी देले गोटी गोटी तीर्थ पुणी तहीं से स्थापिले
ଦ୍ୱାଦଶ ମାଧବ ପୁଣି ଯେତେ ତୀର୍ଥ ତହିଁ ଗୋଟି ଗୋଟି ନାମ ତାଙ୍କ କହିବା ବୁଝାଇ। ପ୍ରଥମେ ଆଦି ମାଧବ ନାମ ଗୋଟି ଦେଲେ ବାରୁଣୀ ତୀର୍ଥଙ୍କୁ ତାଙ୍କ ସମୀପେ ରଖିଲେ। ଫାଲ୍ଗୁନ ଶୁକ୍ଳ ଏକାଦଶୀ ତିଥି ଜାଣ ଗୋବିନ୍ଦ ଦ୍ୱାଦଶୀ ତିଥି ହୋଇଥିବ ପୁଣ। ସେଦିନ ବାରୁଣୀ ତୀର୍ଥେ କରିବ ସ୍ନାନ ଆଦି ମାଧବଙ୍କୁ ଯାଇ କରିବ ଦର୍ଶନ। ଯେ ଜନ କରିବ ତାର ପାପ କ୍ଷୟ ହୁଏ ଜନ୍ମ ଜନ୍ମାନ୍ତର ପାପ ତାର କ୍ଷୟ ହୁଏ। ବରାହ ମାଧବ ନାମ ଦେଲେ ଦ୍ୱିତୀୟରେ ବରାହ ତୀର୍ଥ ଯେ ତହିଁ ସ୍ଥାପିଲେ ବିଧିରେ। ଏହି ତୀର୍ଥେ ଯେଉଁ ନର କରିବ ସ୍ନାନ ବରାହ ମାଧବ ପୁଣି କରିବ ଦର୍ଶନ। ମହାପୁଣ୍ୟବନ୍ତ ଜନ ତାହାକୁ ଗଣିବ ମହିମଣ୍ଡଳରେ ସଦା ଯଶର ଜୀବ। ଅନନ୍ତ ମାଧବ ନାମ ତୃତୀୟରେ ଜାଣ ପ୍ରଜାପତି ତୀର୍ଥ ଯେ ଜାତି ତୀର୍ଥ ପୁଣ। ଦୁଇ ଗୋଟି ତୀର୍ଥ ତହିଁ ରଖିଲେ କବି ଦର୍ଶନ ଇହ ପର ପୁଣ୍ୟର ଜୟୀ। ଗଦାଧର ମାଧବ ଚତୁର୍ଥ ନାମ ଦେଲେ ଗଦା ତୀର୍ଥ ସେ ମାଧବ ପାଶରେ ସ୍ଥାପିଲେ। ପିତୃଗଣେ ଶ୍ରାଦ୍ଧ ପିଣ୍ଡ ଦେବ ଯେ ହୁଜନ ଆଗ ହୋଇ ଗଦା ତୀର୍ଥେ କରିବ ସ୍ନାନ। ଗଦାଧର ମାଧବଙ୍କୁ ଦର୍ଶନ କରିବ ସାକ୍ଷୀ ରଖି ସେ ମାଧବ ପିତୃପିଣ୍ଡ ଦେବ। ଶପଥ ନର୍କରୁ ପିତୃ ଗଣ ଯିବେ ତରି ମହାଭାଗ୍ୟବାନ ସେହି ଜନରେ ବିଚାରି। ପୁରୁଷୋତ୍ତମ ମାଧବ ପଞ୍ଚମରେ ଜାଣ ଦୁର୍ବାସା ବୋଲିଣ ତୀର୍ଥ ତହିଁ ଯେ ପ୍ରମାଣ। ସେ ତୀର୍ଥରେ ଯାଇବେ गे ବୁଡ଼ ପକାଇବ ତହିଁ ପରେ ମାଧବଙ୍କୁ ଦର୍ଶନ କରିବ। ଧନ ଜନ ଗୋପ ଲକ୍ଷ୍ମୀ ଯଶ କୀର୍ତ୍ତିମାନ ଅଚିରେ ଲଭିବ ଏହି ସଂସାରେ ସେ ଜନ। ଷଷ୍ଠରେ ନରକାନ୍ତ ମାଧବ ପ୍ରମାଣ ସେଠାରେ ସ୍ଥାପିଲେ ବାୟବ୍ୟ ତୀର୍ଥ ଗୋଟି ପୁଣ। ଏହି ତୀର୍ଥେ ସ୍ନାନ ସାରି ମାଧବ ଦର୍ଶନ ଦର୍ଶନରେ ସର୍ବ ପାପ ହରେ ସେହି ଜନ। ସପ୍ତମେ ଭୋଗ ମାଧବ ନାମ ଗୋଟି ଦେଲେ ସୁଦର୍ଶନ ତୀର୍ଥ ଗୋଟି ସେ ସ୍ଥାନେ ରଖିଲେ। ମନ୍ଦାକିନୀ ନଦୀ ମଧ୍ୟେ ଅଛି ସେହି ତୀର୍ଥ ମହାଭାଗ୍ୟବାନ ତହିଁ ସ୍ନାନେ ସମର୍ଥ। ସ୍ନାନ ସାରି ମାଧବଙ୍କୁ ଦର୍ଶନ କରିବ ବୈତରଣୀ ଦାନ ପୁଣ୍ୟ ଫଳ ସେ ଲଭିବ। ଅଷ୍ଟମରେ ବାସୁଦେବ ମାଧବଙ୍କୁ ଗଣ ଚନ୍ଦ୍ରତୀର୍ଥ ବେଦପତି କରିଲେ ସ୍ଥାପନ। ଚନ୍ଦ୍ରତୀର୍ଥେ ସ୍ନାନ ପୁଣି ମାଧବ ଦର୍ଶନ। ସାତ ଜନ୍ମ ଯାଏ ପୁଣ୍ୟ ରହି ଅକ୍ଷୁର୍ଣ୍ଣ। ଯୋଗ ମାଧବ ନାମ ଯେ ନବମରେ ଦେଲେ ନାରାୟଣ ତୀର୍ଥ ପୁଣି ସେ ସ୍ଥାନେ ରଖିଲେ। ଏହି ତୀର୍ଥେ ଯେଉଁ ଜନ
କରିବ ସ୍ନାହାନ। ଯୋଗ ମାଧବଙ୍କୁ ପୁଣି କରିବ ଦର୍ଶନ। ବିପ୍ରେ ସୁବର୍ଣ୍ଣ ଦାନର ଫଳ ସେ ଲଭିବ। ଜନ୍ମ ଜନ୍ମାନ୍ତରେ ପୁଣ୍ୟ କ୍ଷୟତା ନହିବ। ଚମ୍ପକ ମାଧବ ନାମ ଦଶମରେ ଦେଲେ। ସମ୍ବର୍ତ୍ତ ତୀର୍ଥକୁ ନେଇ ସେଠାରେ ରଖିଲେ। ସେ ତୀର୍ଥେ ସ୍ନାହାନ ପୁଣି ମାଧବ ଦର୍ଶନ। ଯଶ କୀର୍ତ୍ତି ବ୍ୟାପି ଯିବ ଏ ମହିମଣ୍ଡଳ। ଏକାଦଶ ହରିହର ମାଧବ ପ୍ରମାଣ। ତୀର୍ଥର ନାମ ତ୍ରିବେଣୀ ସାଧୁ ଜନେ ଜାଣ। ତ୍ରିବେଣୀ ତୀର୍ଥରେ ଯାଇ ସ୍ନାହାନ ସାରିବ। ହରିହର ମାଧବଙ୍କୁ ଦର୍ଶନ କରିବ। କୋଟି କୋଟି ତପସ୍ୟାର ଫଳ ସେ ଜାନଲ ଭଇ। ସେ ତୀର୍ଥ ମହିମା ଅବା କେ ପାରିବ କହି। ଦ୍ୱାଦଶ ସିଦ୍ଧ ମାଧବ ନାମ ଦେଲେ ବିଧି। ସିଦ୍ଧ ତୀର୍ଥ ତହିଁ ପାଶେ ରଖିଲେ ଅବଧି। ସେ ତୀର୍ଥରେ ବୁଡ଼ ଦେବ ଯାଇ ଯେଉଁ ଜନ। ସିଦ୍ଧ ମାଧବଙ୍କୁ ପୁଣି କରିବ ଦର୍ଶନ।